My dear students, welcome to my tutorial. ପିଲାମାନେ ଏବେ ଆମେ ପଢିବା ଦଶମ ଶ୍ରେଣୀ ପିଲାଙ୍କର ଭୂଗୋଳ, ଯୋଉଟା କି ସମ୍ବଳ ବିଷୟ ବା ପ୍ରଥମ ଅଧ୍ୟାୟର ପ୍ରଥମ ପାଠ। ମୋର ଏଠି ପାର୍ଟ 2 କମ୍ପ୍ଲିଟ୍ କରିଥିଲି, ଏଇଟା ହେଉଛି ତୁମର ପାର୍ଟ 3। ମୁଁ କହିଥିଲି ଯେ ତୁମର ସମ୍ବଳ ବିଷୟରେ କିଛି ପଢ଼େଇବି, ଯୋଉଟା କି ତୁମର ଲଙ୍ଗ କ୍ୱେଶ୍ଚିନ୍ ପଡ଼ିବ ହେଲା, ସେଟାକୁ ଆମେ ଆଜି ପଢ଼ିବା। ଦେଇଛି ନିମ୍ନରେ କେତୋଟି ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରତି ଧ୍ୟାନ ଦେଲେ ସମ୍ବଳର ବିକାଶ ତଥା ଉପଯୁକ୍ତ ପରିଚାଳନା ସମ୍ଭବ ହୋଇପାରିବ ହେଲା। ତାହେଲେ ବର୍ତ୍ତମାନ ଆମେ ସେଇ ପଏଣ୍ଟ ଗୁଡ଼ିକ ସବୁ ଧ୍ୟାନ ଦେଇକି ଦେଖିବା ହେଲା। ଦେଇଛି ଫାଷ୍ଟ ଦେଖ, ଦେଇଛି କୌଣସି ଦେଶ ବା ଅଞ୍ଚଳରେ ଉପଲବ୍ଧ ସମସ୍ତ ପ୍ରକାର ପ୍ରମାଣିତ ତଥା ସମ୍ଭାବ୍ୟ ସମ୍ବଳର ପରିମାଣ ତଥା ଗୁଣବତ୍ତାର ସଠିକ ମୂଲ୍ୟାୟନ ଆବଶ୍ୟକ। ତାହେଲେ ଦେଖ ପିଲାମାନେ, ମନେକର କୌଣସି ଏକ ସ୍ଥାନରେ ବା କୌଣସି ଦେଶରେ ଯଦି ଉପଲବ୍ଧ ସମସ୍ତ ପ୍ରକାର ପ୍ରମାଣିତ ତଥା ସମ୍ଭାବ୍ୟ ସମ୍ବଳ, ମନେକର ଗୋଟେ ସ୍ଥାନରେ ଗୋଟେ ସମ୍ବଳ ମିଳୁଛି, ମନେକର ଓଡ଼ିଶାରେ ପ୍ରଚୁର ପରିମାଣରେ କ'ଣ ଧାନ ହେଉଛି, ସେଇ ଧାନର ପରିମାଣ ଠିକ ଅନୁସାରେ ଯଦି ରେଟ୍ ହେବ, ତାହେଲେ ଲୋକମାନେ କ'ଣ କରିବେ, ଗୁଣବତ୍ତାର ସଠିକ ମୂଲ୍ୟାୟନ ଆବଶ୍ୟକ, ଯାହାକି ଲୋକମାନଙ୍କୁ କ'ଣ ହେଉଥିବ ନା ସୁବିଧା ଦେଉଥିବ। ଯଦି ମନେକର ଅଧିକ ପରିମାଣରେ ହେଉଥିବ କିନ୍ତୁ ତାର ଭ୍ୟାଲୁ ନଥିବ, ତାହେଲେ କିଛି ଲାଭ ନାହିଁ। ସେଇଭଳିଆ ଫାଷ୍ଟ ହେଉଛି କ'ଣ ନା ମୂଲ୍ୟାୟନ ହେଉଛି ତାର ଫାଷ୍ଟ ଇମ୍ପୋର୍ଟାଣ୍ଟ ପଏଣ୍ଟ। ତାପରେ କ'ଣ ଦେଖ, ତାପରେ ପଏଣ୍ଟଟା ଦେଖ 2 ନମ୍ବର ପଏଣ୍ଟଟା, ଉଭୟ କ୍ଷୟଶୀଳ ତଥା ଭରଣଯୋଗ୍ୟ ସମ୍ବଳର ବୈଜ୍ଞାନିକ ପଦ୍ଧତିରେ ସଯତ୍ନ ଉପଯୋଗ କରାଯିବା ଉଚିତ। ଦେଖ ପିଲାମାନେ, ଉଭୟ କ୍ଷୟଶୀଳ, ଦେଖ ପିଲା, ଯେତେବେଳେ ଗୋଟେ ଜିନିଷ ସମ୍ବଳଟା କ୍ଷୟ ହେଇଯାଉଛି ବା ନଷ୍ଟ ହେଇଯାଉଛି, ତାକୁ କ'ଣ କରିବା, କିପରି ଭରଣ ଯୋଗ୍ୟ ହେଇପାରିବ ବା ସମ୍ବଳର ବୈଜ୍ଞାନିକ ପଦ୍ଧତିରେ ସଯତ୍ନ ଉପଯୋଗ କରାଯିବା ଉଚିତ, ବା ତାକୁ କିପରି ଆମେ ଯତ୍ନ ସହ ରଖିବା, ତାକୁ ଆମେ ବା ନଷ୍ଟ ହେବାରୁ କେମିତି ରକ୍ଷା କରିବା, ତାକୁ ଆମେ, ସେଇଟା ହେଉଛି ମୋଷ୍ଟ ଇମ୍ପୋର୍ଟାଣ୍ଟ। ତାପରେ କ'ଣ ନା ସମ୍ବଳର ଉତ୍ପାଦନ ଦେଇଛି, କ'ଣ ନା ସମ୍ବଳର ଉତ୍ପାଦିକା ବୃଦ୍ଧି ପାଇଁ ବା ସମ୍ବଳର ଉତ୍ପାଦକ ବୃଦ୍ଧି ପାଇଁ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ପିଲାମାନେ ଉତ୍ପାଦକ ବୃଦ୍ଧି ମାନେ କ'ଣ, ଯୋଉଟା କି କ'ଣ ନା ତାର ଉତ୍ତୋଳନ କିପରି ହେଇପାରିବ ଭଲସେ, ତାକୁ ଆମେ ଲକ୍ଷ୍ୟ ଦେବା ଉଚିତ ହେଲା। ଉଦାହରଣ ସ୍ୱରୂପ ଯେମିତି ଦେଖ, ଉପଯୁକ୍ତ ପରିମାଣର ସାର ପ୍ରୟୋଗ ଦ୍ୱାରା ବା ଫସଲ ଚକ୍ର କ୍ରୋପ ରୋଟେସନ ମାଧ୍ୟମରେ ମୃତ୍ତିକାର ଉର୍ବରତା ବୃଦ୍ଧି କରାଯାଇଥାଏ। ପିଲାମାନେ ଦେଖ, ଆମ ମୃତ୍ତିକାରେ ଆମେ କ'ଣ କରୁଛେ ନା ବର୍ଷକୁ ଯେତେବେଳେ ଥରେ ଚାଷ କରୁଛେ, ତେବେ କ'ଣ ମୃତ୍ତିକାର ଉର୍ବରତା ବଢୁଛି। କିନ୍ତୁ ଯଦି ସମ୍ବଳର କ'ଣ ମୁଣ୍ଡ ପିଛା ଯଦି ବଢିଗଲା, ଲୋକମାନେ ଯଦି ବଢିଗଲେ, ତାଙ୍କର ଅଧିକ ପରିମାଣରେ ଖାଦ୍ୟ ଆବଶ୍ୟକ ହେବ, ଯାହାଫଳରେ କ'ଣ ହେବ, ସେଇଟା କ'ଣ ହେବ ନା ସେଇ ଚାଷ ଜମିରେ ବର୍ଷକରେ ବାରମ୍ବାର ଚାଷ କରାଯିବ, ସେଥିପାଇଁ ଉର୍ବରତା ମଧ୍ୟ ନଷ୍ଟ ହୋଇଯିବ ହେଲା। ତାପରେ କ'ଣ, ବର୍ତ୍ତମାନ ସମୟରେ ନିମ୍ନମାନ ବିଶିଷ୍ଟ ତଥା ବ୍ୟବହାର ଅଯୋଗ୍ୟ ସମ୍ବଳକୁ ନଷ୍ଟ କରିବା ଉଚିତ ନୁହେଁ। ତାହେଲେ କ'ଣ ଦେଇଛି ନା ଯେଉଁ ସମୟରେ ବା ଏଇ ବର୍ତ୍ତମାନ ସମୟରେ ନିମ୍ନମାନ ବିଶିଷ୍ଟ ତଥା ବ୍ୟବହାର ଅଯୋଗ୍ୟ ସମ୍ବଳକୁ, ମାନେ ଯେଉଁ ସମ୍ବଳକୁ ଆମେ ବ୍ୟବହାରକୁ କରୁନାହିଁ, ନଷ୍ଟ କରିବା ଉଚିତ ନୁହେଁ। ଯେମିତି ନୂତନ ଜ୍ଞାନ ଓ କୌଶଳ ଉଦ୍ଭବ ସହ ସେଗୁଡ଼ିକୁ ବ୍ୟବହାର କରିହେବ। ଦେଖ ପିଲାମାନେ, କିଛି ଉଦ୍ଭିଦ ଅଛି ଯୋଉଟାକି ଆମର କାମରେ ଲାଗୁନି, କିନ୍ତୁ ଆମେ ତାକୁ ନଷ୍ଟ କରିବା ଉଚିତ ନୁହେଁ, କିନ୍ତୁ ତାକୁ ଅଲଗା କୌଣସି କାର୍ଯ୍ୟରେ ଲଗେଇବା ଉଚିତ ହେଲା। ଯେମିତି କ'ଣ ନୂତନ ଜ୍ଞାନ କୌଶଳ ମାଧ୍ୟମରେ ସେଗୁଡ଼ିକୁ ବ୍ୟବହାର କରିହେବ, ବୁଝିପାରିଲେ। ସେମିତି କ'ଣ ନା ଦେଖ, ଯେମିତିକି ଆମର ଘାସ, ବିଭିନ୍ନ ପ୍ରକାର ଘାସ ଅଛି ଯୋଉଟାକି ଆମର ଆବଶ୍ୟକ ହେଉନି, ଚାଷ ଜମି ହେଉଛି, ସେଇ ଘାସକୁ ଆମେ କ'ଣ କରିବା ନା ବିଭିନ୍ନ ପ୍ରକାର ଉଦ୍ଭିଦ ହେଉଛି, ସେଇ ତାକୁ ଆମେ ଚାହିଁଲେ ସାର କରିପାରିବା, ବୁଝିପାରିଲେ। ବିଭିନ୍ନ ପ୍ରକାର ଜ୍ଞାନ କୌଶଳ ମାଧ୍ୟମରେ ତାକୁ, ମନେକର ଗୋଟେ ଘାସ ଅଛି ହେଲା, ଯୋଉଟାକି ଧାନ ବିଲ ଭିତରେ ଉଠିଛି, ତାକୁ ଆମେ କ'ଣ କରିବା ନା ବିଭିନ୍ନ ସାର ପ୍ରୟୋଗ କରିକି ସେଇ ଘାସକୁ ସବୁ କ'ଣ ନା ଆମେ ମାରିଦେବା, ଯାହାଫଳରେ ପଚି ସଢ଼ିକି ସେଇ ବିଲରେ ସେ ପଚା ହେଇଯିବ। ବୁଝିଲା ପରେ କ'ଣ ସାର ଭଳିଆ ଉତ୍ପାଦନ ବା ସାର ଭଳିଆ କାମ ଦେବ, ବୁଝିପାରିଲେ। ତାପରେ ଦେଇଛି ଦୁର୍ଲଭ ସମ୍ବଳ ଗୁଡ଼ିକ ଉପଲବ୍ଧତା ନିଶ୍ଚୟ କରିବା ଏକାନ୍ତ ଜରୁରୀ। ଦୁର୍ଲଭ ସମ୍ବଳ ମାନେ କ'ଣ, ଯେଉଁ ସମ୍ବଳ କ୍ୱଚିତ ଥାଏ, କ୍ୱଚିତ ମାନେ କ'ଣ ସ୍ଥାନୀୟ ଅଞ୍ଚଳରେ ଦେଖାଯାଏ, ତାକୁ ଆମେ ଦୁର୍ଲଭ କହିବା। ଆବଶ୍ୟକ ସ୍ଥଳେ ଏଗୁଡ଼ିକ ବିକଳ୍ପ ସମ୍ବଳ ଉଦ୍ଭାବନ କରାଯିବା ଜରୁରୀ। ବିକଳ୍ପ ସମ୍ବଳ ଭରଣ ଯୋଗ୍ୟ ହେବା ସ୍ୱାଗତ ଯୋଗ୍ୟ। ତାହେଲେ କ'ଣ ଦେଇଛି ନା ବିକଳ୍ପ ସମ୍ବଳ ଭରଣ ଯୋଗ୍ୟ ହେବା ସ୍ୱାଗତ ଯୋଗ୍ୟ, ମାନେ କ'ଣ ଯୋଉ ସମ୍ବଳଟାକୁ ଆମେ ବିକଳ୍ପ ମାନେ ତା ବଦଳରେ ଆମେ ୟୁଜ୍ କରିବା, ତାକୁ କ'ଣ ଏଇଟା ହେଉଛି ସ୍ୱାଗତ ଯୋଗ୍ୟ। ଯେମିତି ଆମେ ଚଳେଇବା ଗୋଟେ ଜିନିଷକୁ ହେଲା। ସମ୍ବଳ ଆବଶ୍ୟକତା ବୃଦ୍ଧି ପାଉଥିବାରୁ ଅଧିକରୁ ଅଧିକ ଭରଣ ଯୋଗ୍ୟ ବିକଳ୍ପ ସମ୍ବଳର ଉଦ୍ଭାବନ ଓ ବ୍ୟବହାର ଆବଶ୍ୟକତା ହୋଇପଡ଼ିଛି। ସେହି ବିକଳ୍ପ ସମ୍ବଳ ଗୁଡ଼ିକ ତାଲିକା ବର୍ଷକୁ ବର୍ଷ ପ୍ରକାଶିତ ହେବା ଆବଶ୍ୟକ। ଦେଖ ପିଲାମାନେ, ବିକଳ୍ପ ସମ୍ବଳ ମାନେ କ'ଣ, ମନେକର ଗୋଟେ ଲୋକଟା ସବୁବେଳେ ଗହମ ଚାଷ କରେ, କିନ୍ତୁ ତାର ବର୍ତ୍ତମାନ ଚାଷଟି ହେଉନି ବା ସେଇ ସ୍ଥାନରେ ଉର୍ବରତା କମିଯାଇଛି, ସେ କ'ଣ ଗୋଟେ ବିକଳ୍ପ କରିବ, ଯେକୌଣସି ଅଲଗା ଚାଷ କରିକି ଭରଣ ଯୋଗ୍ୟ କରିବା ପାଇଁ, ବୁଝିପାରିଲେ, ତାକୁ ଭରଣ ପୋଷଣ କରିବା ପାଇଁ ଅଲଗା ଚାଷ କରିବ।
7ଟା କଣ ଦେଇଛି ନା ସମ୍ବଳର ସୁସଂହତ ତଥା ବହୁମୁଖୀ ବ୍ୟବହାର ଉପରେ ଗୁରୁତ୍ୱାରୋପ କରିବା ଦରକାର। ବୁଝିପାରିଲେ ନାହିଁ? ଦେଇଛି ସମ୍ବଳର ସୁସଂହତ ତଥା ବହୁମୁଖୀ ବ୍ୟବହାର ଉପରେ ଗୁରୁତ୍ୱ ଦେବା ଆରମ୍ଭ। ବହୁମୁଖୀ ମାନେ କଣ ନା ଗୋଟେ ସମ୍ବଳକୁ ଆମେ ବିଭିନ୍ନ ପ୍ରକାରର ଭାବରେ ଆମେ ବ୍ୟବହାର ଗୋଟେ ସମ୍ବଳକୁ ଆମେ ବିଭିନ୍ନ ପ୍ରକାରରେ ବ୍ୟବହାର କରିପାରୁଥିବା ତାକୁ ଆମେ କଣ କହିବା ନା ବହୁମୁଖୀ ହେଲା। ତାପରେ କଣ ଅଛି ଦେଖ, ତାପରେ ଦେଇଛି 8 ନମ୍ବର ପଏଣ୍ଟଟା ଦେଖ। ଏଇ ପିଲାମାନେ ସବୁ ତ ପଏଣ୍ଟ ଲେଖିବନି, 4ଟା ପଏଣ୍ଟ ଭଲ ଭଲ ପଏଣ୍ଟ ଦେଖିକି ବାଛିକି ଲେଖିବ ବା ମୁଁ ତମକୁ ଲଙ୍ଗ କୋଶ୍ଚିନ୍ ଯେତେବେଳେ ଦେବି ସେତେବେଳେ କହିବି ହେଲା। ଦେଇଛି ସମ୍ବଳର ଅସମାନ ବଣ୍ଟନ ଯୋଗୁଁ କେତେକ ସ୍ଥାନରେ ସମ୍ବଳର ବିନିଯୋଗ ଅଧିକ ହେଉଛି ତ ଅନ୍ୟ ସ୍ଥାନରେ ସ୍ୱଳ୍ପ ବିନିଯୋଗ ହେତୁ, ବୁଝିପାରିଲେ? ଦେଖ ଯୋଉ ସମ୍ବଳର ଅସମାନ ବଣ୍ଟନ ମାନେ ଗୋଟେ ସ୍ଥାନରେ ଅଧିକ ହେଉଛି ଗୋଟେ ସ୍ଥାନରେ କମ ହେଉଛି, ଯାହାଫଳରେ କଣ ହେଉଛି ସେ ସ୍ଥାନରେ କଣ ହେଉଛି, ମନେକର ଓଡ଼ିଶାରେ ଧାନ ପ୍ରବଳ ଅଛି, ବିହାରରେ ମନେକର ଗହମ ଅଛି, ମନେକର ଓଡ଼ିଶାରେ କଣ ହେଇଯିବ ନା ଗହମ ଅଧିକ ହେଇଯିବ, ଧାନ ବିହାରରେ ଅଧିକ ହେଇଯିବ, ତାହେଲେ କଣ ଲୋକମାନେ ଓଡ଼ିଶା ଲୋକମାନେ ଧାନ ଖୋଜିବେ, ତାହେଲେ ଏଠି କଣ ହବ ନା ବଣ୍ଟନ ଠିକ ସେ ହେଇପାରିଲା ନାହିଁ। ବୁଝିପାରିଲେ? ଆବଶ୍ୟକ ଅନୁସାରେ ପୂରଣ ହେଇପାରିଲାନି, ଯାହାଫଳରେ କଣ ହେଉଛି ସ୍ୱଳ୍ପ ବିନିଯୋଗ ହେଉଛି ବା କମ ଆମେ ବ୍ୟବହାର କରୁଛୁ ହେଲା। କିନ୍ତୁ ସବୁ ଅଞ୍ଚଳରେ ସମ୍ବଳର ବିକାଶ ତଥା ନବୀକରଣ ସମଭାବରେ ହେବା ଆବଶ୍ୟକ। ତାହେଲେ ସବୁ ସ୍ଥାନରେ ଠିକ ସମାନ ଭାବରେ ହେବା ଆବଶ୍ୟକ। ସ୍ୱଳ୍ପ ବିନିଯୋଗ ମଧ୍ୟ ଅଧିକ ବିନିଯୋଗ ଭଳି ହାନିକାରକ। ତାହେଲେ ସ୍ୱଳ୍ପ ବିନିଯୋଗ ଯଦି ବହୁତ ହାନିକାରକ ହୋଇଥାଏ, ଯେମିତି ଅଧିକ ବିନିଯୋଗ ବହୁତ ହାନିକାରକ, ସ୍ୱଳ୍ପ ବିନିଯୋଗ ମଧ୍ୟ ବହୁତ ହାନିକାରକ। କାହିଁକି ନା ଯୋଉମାନେ ସବୁ ଚାଷ କରୁଥିବେ ସେମାନେ ବହୁତ କ୍ଷତିଗ୍ରସ୍ତ ହେବେ, ମାନେ ବହୁତ ଜିନିଷ ନଷ୍ଟ ହବ। ବୁଝିପାରିଲେ? ସେଇଭଳିଆ କଣ ଠିକ ମିଡିୟମ ୟୁଜ କରିବା ଆବଶ୍ୟକ, ଅଧିକ ୟୁଜ କରିବାନି କି କମ ୟୁଜ କରିବାନି। ଯେମିତି ସମ୍ବଳର ସୁସଂହତ ବିନିଯୋଗ ଦ୍ୱାରା ସାମାଜିକ ଭାରସାମ୍ୟ ରକ୍ଷା କରାଯାଇ ପାରିବ। ସୁସଂହତ ମାନେ କଣ ଠିକ ଠାକ ଭାବରେ, ମାନେ ସମ୍ବଳକୁ ଯଦି ଆମେ ଠିକ ଠାକ ଭାବରେ ବ୍ୟବହାର କରିବା ତାହେଲେ କଣ ସାମାଜିକ ସାମଞ୍ଜସ୍ୟ ଆମେ ରଖିପାରିବା। ତାପରେ 9 ନମ୍ବର ପଏଣ୍ଟଟା କଣ ଅଛି ଦେଖ। 9 ନମ୍ବର ପଏଣ୍ଟ କହୁଛି ସମ୍ବଳର ସଂରକ୍ଷଣ ପାଇଁ ଉପଯୁକ୍ତ ବିଧିବିଧାନର ଆବଶ୍ୟକତା ରହିଛି। ସମ୍ବଳର ସଂରକ୍ଷଣ ପାଇଁ କଣ ନା ଆବଶ୍ୟକତା ବିଧିବିଧାନର ଆବଶ୍ୟକତା ରହିଛି। ଯେମିତି କଣ ସର୍ବୋପରି ଜନସାଧାରଣଙ୍କ ମଧ୍ୟରେ ଶିକ୍ଷା ଓ ସଚେତନତା ସୃଷ୍ଟି ଦ୍ୱାରା ହିଁ ସମ୍ବଳର ଉପଯୁକ୍ତ ବିକାଶ ଓ ବିବେକାନୁମୋଦିତ ବ୍ୟବହାର ସମ୍ଭବ ହେବ। ଦେଖ ଫାଷ୍ଟ ହେଇଛି ସର୍ବୋପରି ମାନେ କଣ ଠିକ ମାନେ ସବୁଆଡେ ଯେମିତି ସବୁବେଳେ ହୁଏ, ଜନସାଧାରଣଙ୍କ ମଧ୍ୟରେ ଶିକ୍ଷା ଓ ସଚେତନତା ସୃଷ୍ଟି ହେବା ଦ୍ୱାରା ହିଁ ସମ୍ବଳର ଉପଯୁକ୍ତ ବିକାଶ ଓ ବିବେକାନୁମୋଦିତ ବ୍ୟବହାର ସମ୍ଭବ ହୋଇଥାଏ। ଦେଖ ପିଲାମାନେ ଯଦି ସବୁବେଳେ ଯେମିତି ସର୍ବୋପରି ଜନସାଧାରଣଙ୍କ ମଧ୍ୟରେ ଯଦି ଶିକ୍ଷା ଓ ସଚେତନ ଦିଆଯିବ, ଯଦି ଠିକ ଭାବରେ ଶିକ୍ଷା ଦିଆଯାଇଥିବ ଯେ ସମ୍ବଳର ଏମିତି ବ୍ୟବହାର କରିବା, ମନେକର ଜଳ ଗୋଟେ ସମ୍ବଳ, ଜଳକୁ ଆମେ ଠିକ ଠାକ ଯଦି ବ୍ୟବହାର କରିବା ତାହେଲେ ଠିକ ଅଛି, କିନ୍ତୁ ଜଳକୁ ଯଦି ଆମେ ୱେଷ୍ଟ କରିବା ତାହେଲେ କଣ ହବ, ଜଳ ହଉଛି ଆମର କଣ ସବୁଠୁ ଜୀବନ, ଯୋଉଟା ଜଳ ବିନା ଆମେ କିଛି କରିପାରିବା ନାହିଁ। ସେଇଭଳିଆ ଟିକେ ନଷ୍ଟ କଲେ କଣ ସେଇଟା ଅସୁବିଧା ହବ। ଯେମିତି ସୃଷ୍ଟି ଦ୍ୱାରା ହିଁ ସମ୍ବଳର ଉପଯୁକ୍ତ ବିକାଶ ଓ ବିବେକ, ଯଦି ଆମେ ଶିକ୍ଷା ଠିକ ସେ ପାଇଥିବା ଜଳକୁ କିପରି ବ୍ୟବହାର କରିବା, କେମିତି କଣ କଲେ ଠିକ ହବ, ତାହେଲେ ସେଇଟା କଣ ହବ ଆମକୁ ଠିକ ବାଟରେ ନେଇଯିବ। ନହେଲେ କଣ ହବ ସେଇଟା ଆମକୁ କଣ ଅଭାବ ଦେଖାଯିବ, ସେଇ ସମ୍ବଳଟା ଆମକୁ ଅଭାବ ଦେଖାଯିବ। ତାପରେ ଦେଖିଛି ଲୋକମାନଙ୍କ ସାମାଜିକ ଆର୍ଥିକ ତଥା ସାଂସ୍କୃତିକ ବିକାଶ ଦ୍ୱାରା ହିଁ ସମ୍ବଳର ବିକାଶ ଯୋଜନା। ସାଂସ୍କୃତିକ ବିକାଶ କଣ, ସାମାଜିକ ଆର୍ଥିକ ଜାଣିଛ, ସଂସ୍କୃତି ହଉଛି ମାନେ କଣ ଗୋଟେ ଜିନିଷ ଜ୍ଞାନ କୌଶଳ ମାଧ୍ୟମରେ, ମନେକର କାଠଟାକୁ ଆମେ ଟେବୁଲ କଲି, ସେଇ କଣ ଜ୍ଞାନ କୌଶଳ ମାଧ୍ୟମରେ ନାହିଁ, ସେଇଟା ହଉଛି କଣ ସାଂସ୍କୃତିକ। ବର୍ତ୍ତମାନ ଦେଇଛେ ତୁମେ ଜାଣିଛ କି ଭାରତର ମହାସାଗର ବା EEZ ଅଞ୍ଚଳରୁ ଭାରତ ମାଙ୍ଗାନିଜ ପିଣ୍ଡ ବା ମାଙ୍ଗାନିଜ ନୋଡୁଲ୍ସ ଉତ୍ତୋଳନ କରାଯାଇଛି କରିବାର ଅଧିକାର ପାଉଛି। ପିଲାମାନେ ମାଙ୍ଗାନିଜ ଅଧିକାର ଏଇ ଯୋଉ କଣ ଭାରତ କଣ ହଉଛି ମାଙ୍ଗାନିଜ ପିଣ୍ଡ ଉତ୍ତୋଳନ କରୁଛି କାହାଠାରୁ, ଭାରତ ମହାସାଗରରୁ, କାରଣ ସିଏ ଅଧିକାର ପାଇଛି। ବର୍ତ୍ତମାନ ସମ୍ବଳର ସଂରକ୍ଷଣ ରିସୋର୍ସ ଅଫ କନଜରଭେସନ, ସମ୍ବଳର ସଂରକ୍ଷଣ ରିସୋର୍ସ ଅଫ କନଜରଭେସନ। ଦେଖିବା କଣ ସମ୍ବଳର ସଂରକ୍ଷଣ କିପରି ହେଉଛି ନା ସମ୍ବଳର ସଯତ୍ନ ବିନିଯୋଗ ତଥା ନବୀକରଣ ପାଇଁ ଯଥେଷ୍ଟ ସମୟ ଦେବାକୁ ସମ୍ବଳ ସଂରକ୍ଷଣ କୁହାଯାଏ। ତାହେଲେ ପିଲାମାନେ କଣ ଦେଇଛି ଫାଷ୍ଟ ଶୁଣ, ଦେଇଛି ସମ୍ବଳର ସଯତ୍ନ ମାନେ ଠିକ ଠାକ ଭାବରେ ରଖିବା, ଯତ୍ନ କରି ରଖିବା ବା ତାର ବିନିଯୋଗ ତଥା ନବୀକରଣ ପାଇଁ ଯଥେଷ୍ଟ ସମୟ ଦେବାକୁ ସମ୍ବଳ ସଂରକ୍ଷଣ ବୋଲି କୁହାଯାଏ। ତାହେଲେ ନବୀକରଣ ମାନେ ଗୋଟେ ଜିନିଷକୁ ଲଗେଇବା, ତାର ଉତ୍ପାଦନ କରିବା, ତାକୁ ଯଥେଷ୍ଟ ସମୟ ଦେବାକୁ ହେଲେ ସମ୍ବଳ ସଂରକ୍ଷଣ ଠିକ ସେ କରିପାରିବା।
ଏବଂ ସମ୍ବଳକ ବିନିଯୋଗ ଆବଶ୍ୟକତା ତଥା ଆଗାମୀ ବଂଶଧରଙ୍କ ପାଇଁ ସେଗୁଡ଼ିକୁ ସଂରକ୍ଷଣ ମଧ୍ୟ ସନ୍ତୁଳନ ରକ୍ଷା କରିବାକୁ ଧାରଣୀୟ ବିକାଶ ବୋଲି ଆମେ କହିବା। ପିଲାମାନେ ଧାରଣୀୟ ବିକାଶ ମାନେ କାହାକୁ କହିବା ନା ପିଲାମାନେ ସମ୍ବଳକୁ ବିନିଯୋଗ ଆବଶ୍ୟକତା ତଥା ଆଗାମୀ ବଂଶଧର ପାଇଁ କ'ଣ କରିବା ନା ଆମେ ପିଢ଼ି ମାନେ ସାଇତିକି ରଖିବା। ବୁଝିପାରିଲେ? ଜଳ ଯଦି ଆମେ ସବୁ ଶେଷ କରିଦେବା ତାହେଲେ କ'ଣ ଆଗାମୀ ବଂଶଧର ଯିବା ସେମାନେ ପିଇବେ କ'ଣ? ତାଙ୍କ ପାଇଁ ବି କିଛି ସାଇତି କରିବା ଆବଶ୍ୟକ। ସେଥିପାଇଁ କ'ଣ ସେଇଟାକୁ ସମ୍ବଳର ବିନିଯୋଗ କରିବା ଆମେ ହେଲା। ତାପରେ କ'ଣ ଅଛି ନା ସମ୍ବଳର ସଂରକ୍ଷଣ ବାସ୍ତବତା ମୌଳିକ କ'ଣ ଦେଇଛି ନା ସମ୍ବଳର ସଂରକ୍ଷଣ ର ବାସ୍ତବ ତଥା ମୌଳିକ ଉଦ୍ଦେଶ୍ୟ ହେଉଛି ଜୀବନ ଧାରଣା ପାଇଁ ଅପରିହାର୍ଯ୍ୟ ପରିବେଶ ସୁରକ୍ଷା। ଫାଷ୍ଟ ଦେଇଛି ସମ୍ବଳ ସଂରକ୍ଷଣ କିପରି ଭାବରେ ହେଇପାରିବ, ତାର ମୌଳିକ ଉଦ୍ଦେଶ୍ୟ କ'ଣ ହେଲା। ଫାଷ୍ଟ ହେଉଛି କ'ଣ ନା ଜୀବନ ଧାରଣ ପାଇଁ ଅପରିହାର୍ଯ୍ୟ ପରିବେଶର ସୁରକ୍ଷା। ତାହେଲେ ଆମେ ଯେଉଁ ଜୀବନ ଧାରଣ କରୁଛି ସେଇ ଭିତରେ କ'ଣ ହେଉଛି ନା ଯେଉଁ ଫାଷ୍ଟ କ'ଣ ହେଉଛି ନା ଜୀବନ ଧାରଣ ପାଇଁ ଅପରିହାର୍ଯ୍ୟ ପରିବେଶର ସୁରକ୍ଷା। ଅପରିହାର୍ଯ୍ୟ ପରିବେଶ ମାନେ କ'ଣ ନା ଯେଉଁ ପରିବେଶଟାକୁ ଆମେ ବିଭିନ୍ନ ପ୍ରକାର ଭାବରେ ଆମେ ୟୁଜ୍ କରୁଛେ ତାକୁ ଆମେ ଠିକ୍ ଠାକ୍ ଭାବରେ ୟୁଜ୍ କରିବା ହିଁ ତାର ଏବଂ ତାକୁ ସୁରକ୍ଷା ଦେବା ହିଁ ଫାଷ୍ଟ। ବୃକ୍ଷ ଆମକୁ ସେ କ'ଣ ଅକ୍ସିଜେନ୍ ଯୋଗାଉଛି। ଯଦି ଆମେ ବୃକ୍ଷ ସବୁ ରୋପଣ ନ କରିକି ସବୁ କାଟିଦେବା ତାହେଲେ ସେ କ'ଣ ହେବ ଆମକୁ ନିଶ୍ଚିନ୍ତ ଭାବରେ ଅକ୍ସିଜେନ୍ ଯୋଗାଇ ପାରିବନି, ଯାହାଫଳରେ କ'ଣ ଅଧିକ ପରିମାଣରେ ଖରା ହେବ, ଯାହାଫଳରେ ଆମେ କ'ଣ ହେବ ବିନା ଅକ୍ସିଜେନ୍ରେ ଆମେ ନିଶ୍ୱାସ ପ୍ରଶ୍ୱାସ ନ ନେଇକି ମରିଯିବା। ପରିସଂସ୍ଥାକୁ ବିନିଯୋଗ କରିବା ସତ୍ତ୍ୱେ ପରିସଂସ୍ଥାର ଅନ୍ତର୍ନିହିତ କ୍ଷମତାକୁ ଅକ୍ଷୁଣ୍ଣ ରଖିବା, ଜୈବ ବିବିଧତାକୁ ସୁରକ୍ଷିତ ରଖିବା। ହେଉଛି କ'ଣ ନା ଫାଷ୍ଟ ହେଉଛି କ'ଣ ପରିସଂସ୍ଥାକୁ ବିନିଯୋଗ କରିବା ସତ୍ତ୍ୱେ, ପରିସଂସ୍ଥା କ'ଣ ହେଲା ନା ବିନିଯୋଗ ହେଲା ସତ୍ତ୍ୱେ ପରିସଂସ୍ଥାର ଅନ୍ତର୍ନିହିତ କ୍ଷମତାକୁ ଅକ୍ଷୁଣ୍ଣ ରଖିବା। ଅନ୍ତର୍ନିହିତ କ୍ଷମତା ମାନେ କ'ଣ ଅବଜର୍ଭେସନ୍ ଯେଉଁ କହିବା, ଏବଂ ଜୈବ ବିବିଧତାକୁ କ'ଣ ନା ସୁରକ୍ଷିତ ରଖିବା। ଜୈବ ବିବିଧତା ମାନେ ଯେମିତି ଗଛପତ୍ର ଆମର ତାକୁ ଆମେ ଯଦି ଆମର ଯେମିତି ଆମର କହନ୍ତି ନା ବୃକ୍ଷ ହିଁ ଜୀବନ, ବୃକ୍ଷ ଯଦି ମରିଯିବ ତାହେଲେ ଆମେ ମରିଯିବା, ସେଇଭଳିଆ ତାକୁ ଆମେ ଫାଷ୍ଟ ସୁରକ୍ଷା ଦେବା ଆବଶ୍ୟକ ହେଲା। ତାପରେ କ'ଣ ଅଛି ଦେଖ ନେକ୍ସଟ ଅଛି, ତୁମେ ଜାଣିଛ କି ଗୋଟେ ଜିନିଷ ଅଛି ଧାରଣୀୟ ବିକାଶ ବିଶେଷତ୍ୱ। ଯଦି ଧାରଣୀୟ ବିକାଶର ବିଶେଷତ୍ୱ କ'ଣ ନା ପୃଥିବୀର ସମସ୍ତ ଜୀବନ ଜନ୍ତୁଙ୍କ ପ୍ରତି ପୃଥିବୀରେ ଯେତେ ସବୁ ଜୀବଜନ୍ତୁ ଅଛନ୍ତି ସମ୍ମାନ ଏବଂ ଯତ୍ନଶୀଳ ହେବା ଆବଶ୍ୟକ। ଯେତେ ଜୀବ ସବୁ ଅଛନ୍ତି କାହାକୁ ଆମେ ବେସମ୍ମାନ କରିବା, ସମ୍ମାନ ଦେବା ମାନଙ୍କ ସମସ୍ତଙ୍କୁ ସବୁବେଳେ ନମସ୍କାର ହେବା ସେ କଥା ନାହିଁ, କିନ୍ତୁ ସମସ୍ତଙ୍କୁ କ'ଣ ନା ଠିକ୍ ଭାବରେ ବ୍ୟବହାର କରିବା, ଠିକ୍ ଭାବରେ ସଯତ୍ନ ନେବା ବା ତାଙ୍କୁ ଏଡ଼ୁ ସେଡ଼ୁ ବ୍ୟବହାର କରିବାନି, ଏ ହେଉଛି କ'ଣ ସମ୍ମାନ ଦେବା। ଯେମିତିକି ମନୁଷ୍ୟର ଜୀବନ ଧାରଣା ମାନରେ ଉନ୍ନତି ଆଣିବା, ପୃଥିବୀର ସାମର୍ଥ୍ୟ ଓ ବିବିଧତାର ସଂରକ୍ଷଣ କରିବା। ମନେକର ତମର ବୃକ୍ଷ ହେଉଛି ତମ ଜୀବନ, ବୃକ୍ଷକୁ ତମେ ଯଦି କାଟିକି ତାହେଲେ ଆଣିକି ବିଭିନ୍ନ ପ୍ରକାର ବ୍ୟବହାର କରିବ, ଡୋର ଫୋର କରିବ, ଇଆଡ଼ୁ ସିଆଡ଼ୁ ସବୁ କରିବ, ସବୁ ବୃକ୍ଷକୁ କାଟିଦେବ ତାହେଲେ ଅସୁବିଧା। ସେଇଭଳିଆ କ'ଣ ଯେତିକି ଦରକାର ସେତିକି ଆମେ କରିବା। ପୃଥିବୀର ସାମର୍ଥ୍ୟ ଅନୁସାରେ ବିବିଧତାର ସଂରକ୍ଷଣ କରିବା, ପ୍ରାକୃତିକ ସମ୍ବଳର ଅବକ୍ଷୟ ଯଥା ସମ୍ଭବ ହ୍ରାସ କରିବା। ପ୍ରାକୃତିକ ସମ୍ବଳ ଯେମିତି କିଏ ନା ଯେମିତି ଆମ ଜଳ, ମୃତ୍ତିକା, ବିଭିନ୍ନ ପ୍ରକାର ଜିନିଷ ଏକୁ ଆମେ କ'ଣ ଠିକ୍ ଭାବରେ ବ୍ୟବହାର କରିବା, ଅଧିକ ଆଡ଼ୁ ସାଡ଼ୁ ବ୍ୟବହାର କରିବାନି। ତାପରେ ହେଉଛି କ'ଣ ନା ପରିବେଶ ପ୍ରତି ବ୍ୟକ୍ତିଗତ ଆଭିମୁଖ୍ୟ ଓ ବ୍ୟବହାରରେ ପରିବର୍ତ୍ତନ ଆଣିବା। ବୁଝିବା ନାହିଁ, ବିଭିନ୍ନ ଅଞ୍ଚଳବାସୀଙ୍କୁ ସେମାନଙ୍କ ପରିବେଶ ପ୍ରତି ଯତ୍ନବାନ ହେବା ପାଇଁ ସକ୍ଷମ କରାଇବା। ବୁଝିପାରୁଛ ନାହିଁ, ତାହେଲେ ସେଇଭଳିଆ ଦେଇଛି ନା ସଂରକ୍ଷଣ ବା ମୁଖ୍ୟ ତିନୋଟି ଉପାୟ ହେଉଛି କ'ଣ ସଂରକ୍ଷଣର ମୁଖ୍ୟ ତିନୋଟି। ସଂରକ୍ଷଣ ମାନେ କ'ଣ ସଯତ୍ନ ହେଲା, ସଂରକ୍ଷଣ ମାନେ କ'ଣ ଯତ୍ନ ନେବା ହେଲା। କ'ଣ ଦେଇଛି ଦେଖ ଦେଇଛି ସମ୍ବଳ ସଂରକ୍ଷଣର ମୁଖ୍ୟ ତିନୋଟି ଉପାୟ ହେଉଛି ସମ୍ବଳର ବ୍ୟବହାର ଯଥୋଚିତ ହ୍ରାସ, ସମ୍ବଳର ପୁନଃ ଚକ୍ରୀକରଣ କୌଶଳ ଅବଲମ୍ବନ, ଆଉ ଗୋଟେ ସମ୍ବଳର ପୁନଃ ବ୍ୟବହାର ମଧ୍ୟରେ ସମସ୍ତ ପ୍ରକାରର ସମ୍ବଳର ସଂରକ୍ଷଣ ହେଲା। ଫାଷ୍ଟ ଦେଇଛି କ'ଣ ନା ସମ୍ବଳର ମୁଖ୍ୟ ତିନୋଟି ଉପାୟ ହେଉଛି କ'ଣ ସମ୍ବଳର ବ୍ୟବହାର ଯଥୋଚିତ ହ୍ରାସ ହେଲା। ଗୋଟେ ଜିନିଷକୁ ବ୍ୟବହାର କରିବା ସେଇ ଅନୁସାରେ କ'ଣ ତାର ଆସ୍ତେ ଆସ୍ତେ ହ୍ରାସ ପାଇବା। ଯେମିତି ଗୋଟେ ସମ୍ବଳକୁ ମୁଁ ଗୋଟେ ଜିନିଷ ରଖିଛି, ମୁଁ ତାକୁ ଡାଇରେକ୍ଟ ୟୁଜ୍ କରିଥିଲି କିନ୍ତୁ କ'ଣ କାଲି ପାଇଁ ଆଉ ନାହିଁ, ସେଇଭଳି ତାକୁ ଯଦି ଠିକ୍ ସେ ମୁଁ ୟୁଜ୍ କରିବି ସେଇଟା କ'ଣ ହେବ ନା ସଂରକ୍ଷିତ ହେଇ ରହିବ ହେଲା, ବା ସଂରକ୍ଷଣ ହେଇ ରହିବ। ବୁଝିପାରୁଛ ନାହିଁ। ତାପରେ ହେଉଛି କ'ଣ ନା ପୁନଃ ଚକ୍ରୀକରଣ, ମାନେ ଗୋଟେ ଜିନିଷ ମନେକର ସରିଗଲା ତାକୁ କିପରି ପୁନଃ ଚକ୍ରୀକରଣ ବା ସେ ଗୋଟେ ଆଉଥରେ କେମିତି ତିଆରି ହେବ ତାର ମଧ୍ୟ ଜ୍ଞାନ ରଖିବା ଆବଶ୍ୟକ। ଏବେ କ'ଣ ନା ପୁନଃ ବ୍ୟବହାର ମଧ୍ୟରେ ସମସ୍ତ ପ୍ରକାରର ସମ୍ବଳର ସଂରକ୍ଷଣ, ଯେଉଁ ସମ୍ବଳ ମାନଙ୍କର ରହିଥିବ ତାକୁ ପୁନଃ ବ୍ୟବହାର କରିବ, ତାକୁ କିପରି ସଂରକ୍ଷଣ କରିବ ସେଇଟା ତାର ଉପାୟ। ତାହେଲେ ଫାଷ୍ଟ ଦେଖିବା ଭାରତରେ ସମ୍ବଳ ସଂରକ୍ଷଣ ଯୋଜନା କିପରି ହେଉଛି, ଏଇଟା ଗୋଟେ ଲଙ୍ଗ କ୍ୱେଶ୍ଚିନ୍ ହେଲା। ତାହେଲେ ଭାରତରେ ସମ୍ବଳ ସଂରକ୍ଷଣ କିପରି ହେଉଛି ସେଇ ବିଷୟରେ ଆମେ ଦେଖିବା।
ପିଲାମାନେ ଦେଇଛି ସମ୍ବଳ ସଂରକ୍ଷଣ ଓ ଯୋଜନା ଏକ ଜଟିଳ ପ୍ରକ୍ରିୟା। ତାହେଲେ ଏହା ଗୋଟେ ଜଟିଳ ପ୍ରକ୍ରିୟା। ମୁଖ୍ୟତଃ 5 ଗୋଟି ପ୍ରକ୍ରିୟା ଉପରେ ସମ୍ବଳ ଯୋଜନା ନିର୍ଭର କରିଥାଏ। ତାହେଲେ ଯୋଉ ସମ୍ବଳ ଯୋଜନାଟା କେତୋଟି ଉପାୟ ଅବଲମ୍ବନ କରିଥାଏ ନା 5 ଗୋଟି। ତାହା ହେଲା କଣ କଣ ଦେଖିବା ନା ପ୍ରଥମ ହଉଛି କଣ ନା ବିଭିନ୍ନ କାର୍ଯ୍ୟ ପାଇଁ ସମ୍ବଳର ଆବଶ୍ୟକତା ନିର୍ଦ୍ଧାରଣ ଓ ସମ୍ବଳ ପ୍ରାପ୍ତି ସ୍ଥାନରେ ଚିହ୍ନଟୀକରଣ ଏବଂ ସମ୍ବଳ ଚାହିଦାର ପରିମାଣ ଆକଳନ। ତାହେଲେ ଫାଷ୍ଟ ହଉଛି ବିଭିନ୍ନ କାର୍ଯ୍ୟ ପାଇଁ ସମ୍ବଳର ଆବଶ୍ୟକତା। ଯୋଉ ସବୁ କାର୍ଯ୍ୟ କରୁଛ ସେଥିରେ ସବୁ କୋଉ ସମ୍ବଳ ଆବଶ୍ୟକତା ହେଉଛି ଏବଂ ନିର୍ଦ୍ଧାରଣ ସମ୍ବଳର ପ୍ରାପ୍ତି ସ୍ଥାନରେ ଚିହ୍ନଟୀକରଣ ଏବଂ ସମ୍ବଳର ଚାହିଦାର ପରିମାଣ ଆକଳନ। ମନେକର ଗୋଟେ ସ୍ଥାନରେ କମ ରେଟରେ ସମ୍ବଳ ମିଳୁଛି ହେଲା, ଗୋଟେ ସ୍ଥାନରେ ପ୍ରଚୁର ପରିମାଣ କଣ ହଉଛି ନା ସମ୍ବଳର ଚାହିଦାର ଉତ୍ପାଦନ ହଉଛି। ଆମେ ସେଇ ସ୍ଥାନରୁ ସମ୍ବଳଟାକୁ ଯଦି ଆଣିବା ତାହେଲେ ସେଇ ଆମକୁ କଣ ପଡିବ ନା କମ ଦବାକୁ ପଡିବ ଆୟଟା। କିନ୍ତୁ ଯଦି ଯୋଉ ସ୍ଥାନରେ ହଉନଥିବ ତାହେଲେ ସେଠି କଣ ଆମଦାନୀ ରପ୍ତାନି ନଥିବ, ସେ ସ୍ଥାନରେ କଣ ହଉଛି ସମ୍ବଳ ରେଟରେ ଅଧିକ ଥିବ, ସେଠି କଣ ଆମକୁ ଚାହିଦାଟା ବଢିଯିବ ହେଲା। ସମ୍ବଳର ଗଚ୍ଛିତ ପରିମାଣ ଓ ବିକାଶ ସ୍ତର ଆକଳନ। ହେଲେ ସମ୍ବଳକୁ ମନେକର ଗୋଟେ ବର୍ଷ ପାଇଁ ଖାଦ୍ୟ ରଖାଗଲା ହେଲା, ମନେକର ବର୍ଷ ପାଇଁ ଖାଦ୍ୟ ରଖାଗଲା, କିନ୍ତୁ ଲୋକ ସଂଖ୍ୟା ଯଦି ବଢିଯିବ ତାହେଲେ ସେଇଟା କଣ ମାସରେ ସରିଯିବ। ସେଇଟା କଣ ହଉଛି ନା ସେଇ ହିସାବରେ ଆମେ ରଖିବା ବା ସେଇ ହିସାବରେ ଆମେ ତାକୁ ବ୍ୟବହାର କରିବା ଏବଂ ବିକାଶ ସ୍ତର ଆକଳନ ମଧ୍ୟ କରିବା। ବୁଝିପାରୁଛ ନାଇଁ? ଏହାର ସର୍ବକ୍ଷଣ ମାନଚିତ୍ରୀକରଣ ଏବଂ ସଂଖ୍ୟାତ୍ମକ ତଥା ଗୁଣାତ୍ମକ ମୂଲ୍ୟାୟନ। ତାହେଲେ ସେଇ ହିସାବରେ ସମ୍ବଳର କେତେ ମୂଲ୍ୟାୟନ କରିବା, ତାକୁ କିଭଳି ବ୍ୟବହାର କରିବା, କିଭଳି ସଂରକ୍ଷିତ କରିବା, ସେଇ ବିଷୟରେ ସବୁ ଆକଳନ କରିବା ଆବଶ୍ୟକ ହେଲା। ତାପରେ ହଉଛି କଣ, ତାପରେ ଦେଇଛି ସମ୍ବଳର ଉତ୍ତୋଳନ କ୍ରିୟାତ୍ମକ ମୂଲ୍ୟ। ଯେମିତି ସମ୍ବଳର ଉତ୍ତୋଳନ କ୍ରିୟାତ୍ମକ ମୂଲ୍ୟ ଏବଂ ବ୍ୟବହାର ତଥା ଯୋଜନା ସଂରଚନା ପ୍ରସ୍ତୁତିକରଣ। ଯେମିତି କଣ ନା ବ୍ୟବହାର ତଥା ଯୋଜନା ସଂରଚନା ପ୍ରସ୍ତୁତିକରଣ। ଏହା ପୁନଃ ବ୍ୟବହାର ସମ୍ବନ୍ଧୀୟ ଯୋଜନା ଏବଂ ସମ୍ବଳର ଉତ୍ତୋଳନ ପାଇଁ ଆବଶ୍ୟକୀୟ ଯନ୍ତ୍ରପାତିର ଉପଲବ୍ଧି ଉପଯୁକ୍ତ କୌଶଳ ପ୍ରଯୁକ୍ତି ବିଦ୍ୟା ବଜାର ମୂଲ୍ୟ ଧାରଣ ଅନୁଷ୍ଠାନ ଅବସ୍ଥାନ ଇତ୍ୟାଦି ସମ୍ବଳ ବିକାଶ ସମ୍ବନ୍ଧୀୟ ହେଲା। ଆଉ ସେ ଗଟାକୁ ଆଉଥରେ ଦେଖ, ଯେମିତି ସମ୍ବଳର ସମ୍ବଳର କିପରି ଆମେ ପ୍ରଡ୍ୟୁସ କରିବା, ଯେମିତି ଆମେ ତିଆରି ବା କ୍ରିୟାତ୍ମକ ମୂଲ୍ୟ, ତାର ଗୋଟେ ମୂଲ୍ୟ ଦେବା। ବ୍ୟବହାର ତଥା ଯୋଜନା ସଂରଚନା, କିପରି ବ୍ୟବହାର କରିବା ଏବଂ କିପରି ସଂରଚନା କରିବା। ଏହା ପୁନଃ ବ୍ୟବହାର ସମ୍ବନ୍ଧୀୟ ଯୋଜନା ଏବଂ ସେ ଜିନିଷଟାକୁ ପୁଣି ପୁନଃ କେମିତି ବ୍ୟବହାର କରିବା ତାର କିବା ବୁଦ୍ଧି କରିକି ଦେଖିବା। ଆଉ ସମ୍ବଳର ଉତ୍ତୋଳନ ପାଇଁ ଆବଶ୍ୟକ ଯନ୍ତ୍ରପାତି ଆଉ ଯୋଉ ସମ୍ବଳଟାକୁ ଆମେ ତିଆରିବା ତା ପାଇଁ କଣ କଣ ଯନ୍ତ୍ରପାତି ଦରକାର ସେଇଟା ମଧ୍ୟ ଆବଶ୍ୟକ। ଉପଯୁକ୍ତ କୌଶଳ ମାନେ କଣ, ତାର ଫର୍ମୁଲା କିପରି ପ୍ରସ୍ତୁତ ହଉଛି ଏବଂ ପ୍ରଯୁକ୍ତି ବିଦ୍ୟା ମଧ୍ୟ ପ୍ରଯୁକ୍ତି ବିଦ୍ୟା ମାନେ କଣ, ତାର ବିଭିନ୍ନ ପ୍ରକାର ଶିକ୍ଷଣୀୟ କଥା ଯୋଉଟା କି ଆମେ କରିପାରିବା ସେ ପଢିବା ଦ୍ୱାରା। ବଜାର ମୂଲ୍ୟ ନିର୍ଦ୍ଧାରଣ, ଆଉ ବଜାରରେ କେତେ ରେଟ୍ ରଖିଲେ ଭଲ ହବ ସେ ସମ୍ବଳର ସେଇଟା ମଧ୍ୟ। ଆଉ ଆନୁଷ୍ଠାନ ଅବସ୍ଥାନ ଇତ୍ୟାଦି ସମ୍ବଳ ବିକାଶ ସମ୍ବନ୍ଧୀୟ କେତେ ଗୁଡିଏ ତଥ୍ୟ। ବୁଝିପାରିଲେ ଯୋଉଟା କି ଆବଶ୍ୟକ। ତାପରେ ନେକ୍ସଟ କଣ ଅଛି ଦେଖ, ଏହି ପ୍ରକ୍ରିୟା ପ୍ରଣୟନ ହୋଇଥାଏ ହେଲା। ତାପରେ ମୋଟା କଣ ଅଛି ଦେଖ, ସମ୍ବଳ ବିକାଶ ଯୋଜନା ଓ ଜାତୀୟ ବିକାଶ ଯୋଜନା ମଧ୍ୟରେ ସମନ୍ୱୟ ସ୍ଥାପନ। ସମ୍ବଳ ବିକାଶ ଯୋଜନା ଆଉ ଗୋଟେ ହଉଛି କଣ ନା ଜାତୀୟ ବିକାଶ ଯୋଜନା। ଏ ଭିତରେ ସମନ୍ୱୟ ମାନେ କଣ ସାମଞ୍ଜସ୍ୟ ରହିବା ଆବଶ୍ୟକ ହେଲା। ମନେକର କୋଉଠି କେତେ ରହିବା ଆବଶ୍ୟକ, କେତେ ଟ୍ୟାକ୍ସ ପଡିବ, ସେଇ ହିସାବରେ ଆମେ ବି ଦେଖିବା ନା। ଏହା ବିଭିନ୍ନ ଅଞ୍ଚଳରେ କଣ ସମ୍ବଳ ସଂଗ୍ରହ ବ୍ୟବହାର ତଥା ପରିଚାଳନା ଉପରେ ନିର୍ଭର କରେ। ତାହେଲେ କୋଉ ସ୍ଥାନରେ କେତିକି ବ୍ୟବହାର ହଉଛି ବା ମନେକର ଗୋଟେ ସ୍ଥାନରେ ଚାଉଳର ପରିମାଣ ଲୋକମାନେ ଅଧିକ ଖାଉଛନ୍ତି, ତାହେଲେ ସେ ସ୍ଥାନରେ କଣ ଚାଉଳକୁ ଅଧିକ ଯୋଗେଇ ଦେବା ଆବଶ୍ୟକ ଏବଂ ସେଇ ହିସାବରେ ରେଟ୍ ବି ମଧ୍ୟ କମ ଥିବା ଆବଶ୍ୟକ। କୋଉଠି କଣ ଅଟାର ପରିମାଣ ଅଧିକ ଯାଉଛି, ସେଠି କଣ ନା ଗହମ ପରିମାଣ ଯୋଗେଇଦବା ଆବଶ୍ୟକ। ସେଇଭଳିଆ କଣ ଆଉ କଣ ନା ବଜାର ଯାତାୟାତ ଏବଂ ପରିବହନ ଇତ୍ୟାଦି ସେଥିରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ପିଲାମାନେ ଗୋଟେ ସ୍ଥାନରେ କଣ ଲୋକମାନେ ବ୍ୟବହାର କରୁଥିବେ ଗୋଟେ ସମ୍ବଳକୁ, କିନ୍ତୁ ସେଠି ଯାତାୟାତ କରିବାକୁ କିଛି ସୁବିଧା ନଥିବ, ତାହେଲେ ସେଇଟା ମଧ୍ୟ ମୂଲ୍ୟ ନିର୍ଦ୍ଧାରଣ କରିବା ଆବଶ୍ୟକ ହେଲା। ଏବଂ କଣ ନା ନୂତନ ଓ ବିକଳ୍ପ ସମ୍ବଳର ଆବିଷ୍କାର ସମ୍ବନ୍ଧୀୟ ଗବେଷଣା କାର୍ଯ୍ୟକଳାପ କାମରେ ଯୋଜନା କରାଇବା। ତାହେଲେ ପିଲାମାନେ ଦେଖ, ଗୋଟେ ସ୍ଥାନରେ ଯଦି ଗୋଟେ ସମ୍ବଳ ନାହିଁ ବା ଗୋଟେ ଜରୁରୀ ଜିନିଷ ନାହିଁ, ସେଇ ଜରୁରୀ ଜିନିଷ ପୂରଣ କରିବା ପାଇଁ କଣ ନା ଆଉ ଗୋଟେ ସମ୍ବଳକୁ ଆମେ ବ୍ୟବହାର କରିପାରିବା। ସେଇଟା ହଉଛି କଣ ନା ବିକଳ୍ପ ପ୍ରଣାଳୀ। ଆଉ ଗୋଟେ ହଉଛି କଣ ନା ସମ୍ବଳର ଯଥାଚ୍ୟୁତ ବ୍ୟବହାର ହେଉଛି ଯୋଜନାର ମୂଳ ଲକ୍ଷ୍ୟ। ସମ୍ବଳର ଯଥୋଚିତ ବ୍ୟବହାର, ଯଥୋଚିତ ମାନେ କଣ ଠିକ ଉପଯୁକ୍ତ ବ୍ୟବହାର
तार हूँ मूल लक्ष्य। ताले आम जो संबल को ठीक से व्यवहार करें संबल आम रखिपर है। भारत परी एक बृहत जनसंख्या विशिष्ट और विभिन्न संबल में परिपूर्ण देश संबल योजनार प्राधान्य और आवश्यकता यथेष्ट अधिक। ताले आम भारत हूँ गोटे बृहत देश है, सेकेंड बृहत जनसंख्या सेकेंड, चाइना हूँ फास्ट। से भाया कौन ना ये देश में आम प्रचुर परिमाण संबल दरकार, संबल परिपूर्ण होगा देवार से भाया योजना आवश्यक है। भारत में विभिन्न अंचल विभिन्न प्रकार संबल मिलता है। भारत में खेलगड़ देश होती विभिन्न अंचल विभिन्न प्रकार संबल आभेलेबल अच्छी एवं केतेक अंचल एक निर्दिष्ट संबल आधिक्य देखा जाता है। केतेक अंचल विभिन्न प्रकार संबल आधिक्य देखा जाता है, अधिकता जी लोक अच्छा अधिक संबल से उत्पादन कर। अन्य केतेक अंचल कौन यह अभाव अनुभूत विभिन्न प्रकार अंचल जो अधिक परिमाण गोटे चाष होची तार संबल मात्रा अधिक, लोक संख्या कम, किंतु गोटे गोटे स्थान कौन दिल्ली मुंबई सहर मानक कौन चाष होनी, बेसी चाष होनी, से कौन हो संबल चाहिदा बढ़ी जाऊँगी। आ गाँ मानक कौन हो संबल बेसी लोक ना कि चाष अधिक होची, सेटा हूँ कौन सामंजस्य होची, सेठा जिनस एठिक होची, एठे जिनस एठी होची। किंतु दिल्ली मुंबई लोक कौन चाउल सप्लाई एठू जदि हम से खाइबे और सेठू जो टंका आसो अन्य जिनस किणिकी खाइबे है। मात्र अन्य कौन सी एक संबल आधिक्य रही है। उदाहरण स्वरूप जमी झारखंड, छत्तीसगढ़, ओडिशा, मध्य प्रदेश इत्यादि राज्यगुड़िक विभिन्न प्रकार खनिज संबल अधिक परिमाण में देखा जाता है। ताले जो आम देख कौटी कौटी ना झारखंड, छत्तीसगढ़, ओडिशा, मध्य प्रदेश यही सब देश में कौन खनिज पदार्थ होता है जमी लोह, मैंगानीज, एल्युमिनियम, कोयला विभिन्न प्रकार थाए। अरुणाचल प्रदेश में अधिक परिमाण में संबल रही तार व्यवहार निमित्त सर्वनिम्न सुविधा मिल न अरुणाचल प्रदेश लोक संख्या सब कम, से कौन ना संबल प्रचुर परिमाण किंतु ठीक से व्यवहार से जमी लद्दाख एक शीतल मरुभूमि होइथिबारु देश अन्य अंचल सहित यार उत्तम संजोग ना। लद्दाख गोटे कौन शीतल लोक मान जो खाली बरफ पड़ी था और विभिन्न देश सहित संजोग ना लोक मैंने बेसी जाती ना। कौन देख से संबलर सुविनियोग निमित्त एक सुचिंतित योजनार आवश्यकता रही। सुचिंतित योजनार आवश्यकता रही। प्राकृतिक संबल गुड़िक विवेकानुमोदित भाव व्यवहृत होइछि कि नाही से संबंध में सचेतन रहिबा समस्त नित्यांत आवश्यक है। यही संबंध में आम निश्चिंत नित्यांत आवश्यक सचेतन रहिबा। यह व्यतीत सेगुड़िक किपरि पुनः भरण हो पारिबो से निर्दिष्ट उपाय मान व्यवहार करने दरकार। पे से जो संबल गुड़िक पुनः पुणी किपरि व्यवहार कर आवश्यक जाना आवश्यक है। प्राकृतिक संबल गुड़िकर व्यवहार करिबारे मितव्ययता अवलंबन करने और सेगुड़िक संरक्षण पर उपयुक्त पदक्षेप नेबा हेउछि प्रकृष्ट पंथा है। पे देख देछि अवलंबन करवा मानिबा सेगुड़िक संरक्षण करने उपयुक्त पदक्षेपण हूँ कौन प्रकृष्ट पंथा मान प्रकृत पंथा जोटा कि रियल रूलटा है। कोयला और खनिज तैल अविरत व्यवहृत हेले शताब्दी मध्य शेष हो शताब्दी मान कौन 100 जोटि 100 वर्ष सी सरीज किंतु तेणु शक्तिर विकल्प उत्स भाव में सौरशक्ति, पवन शक्ति, जैव गैस इत्यादि व्यवहार कर देख पे सौरशक्ति जब व्यवहार करवा सी कौन ना एक शताब्दी सरीज किंतु से सौरशक्ति अच्छी ये कौन तार गोटे अल्टरनेटिव कौन सी पवन शक्ति जोटि आम जैव शक्ति अच्छी जल शक्ति जोटि विभिन्न प्रकार शक्ति आम उपयोग कर वायु, जल, मृत्तिका, अरण्य आदि प्राकृतिक संबल व्यवहार में सतर्कता अवलंबन करवा सेगुड़ी को प्रदूषण मुक्त करवा एवं विशेष भाव में संरक्षण करवा निहाती दरकार। ताले ये कौन ना आम संरक्षित करें जल बेसी व्यवहार न करके पवन शक्ति व्यवहार कली, ज्वार शक्ति व्यवहार कली एवं विभिन्न प्रकार सौर शक्ति भी व्यवहार करके कौन विद्युत उत्पादन कर। देखिए प्रदूषण ह्रास करने समग्र विश्व में उद्यम होने जोटा कि भारत मध्य जनसचेतन जागृत करने सह विभिन्न वैज्ञानिक उपाय प्रदूषण नियंत्रण करने नूतन पद्धति विभिन्न आईन सहायता नहीं। भारत मध्य कौन ना जनसचेतनता जागृत करने सह विभिन्न वैज्ञानिक उपाय ओके विभिन्न वैज्ञानिक उपाय कौन कर नूतन पद्धति विभिन्न आईन सहायता नहीं।
ताले भारत भी नौची विभिन्न प्रकार देश मध्य एमान भी नौछंती तापर कोन देछि ना देखो तापर कोन देछि देखो पिलाने देछि भारत स्वाधीनता पाइला परे प्रथम पंचवार्षिक योजना हैला 5 ईयर प्लान जो योजना लक्ष्य हासिल करिया पई चेष्टा करि आछि हैला ले पंचवार्षिक योजना काई करा जाय ना से जो योजना करा जाय जोटी केति परिमाण रे हमर संबल ह्रास होला केति वृद्धि होला केति क्षति होला मुंड पिछा आय केते बढ़िला आउ तार सेही परिमाण कौन हबो ताकू देखा जिवो पंचवर्षीय योजना अनुसार प्रति 5 वर्ष थला तापर प्रकृति और प्राकृतिक संबल संरक्षण पई एक अंतर्जातिक संस्था बा इंटरनेशनल यूनिटी फॉर कंजर्वेशन और नेचर एंड नेचुरल रिसोर्स बा आईईसीयूएन हला मन तो कोन ना आईयूसीएन गठित होइछि सेठी जाति संघ एक सदस्य देश भाव में भारत यार नीति को ग्रहण करि परछि जाति संघ संजय जाति संघ एक सदस्य तो भारत गोटे जाति संघ गोटे सदस्य अच्छी जमीक कि पृथ्वी रे विभिन्न प्रकार देश मिसिंदी से यार नीति को ग्रहण प्राकृतिक संबल संरक्षण पर उपयुक्त पदक्षेप मान ने वन्यजंतु संरक्षण वाइल्ड लाइफ कंजर्वेशन योजना माध्यम यही संस्था 5 गोटी जातिर संख्या प्रति दृष्टि देउछि ताले 5 गोटी कोन कोन हम सेही सबरे देखिबा हैला फास्ट हम रहउछि कोन पिलाने फास्ट होछि विलुप्त बा निश्चिह्न जाति विलुप्त बा निश्चिह्न जाति माने कोन ना जो जाति कोन एक्सटिंक्ट स्पेसीज माने जो जाति कोन विलुप्त हो जाइछन्ती बा निश्चिह्न माने देखा जाउ नाथि से जाति मान को कहबा सेकंड होछि कोन विपद संकुल जाति जो जाति माने शेष होई नाथि किंतु कोन विपदग्रस्त जेंति बाघ हाथी एमान सब सरी सरी गलनी ते भलिया असुरक्षित जाति मान को जो माने सुरक्षा नाथि तांको हम असुरक्षित जाति कहबा दुर्लभ जाति मान कोन जो बहुत कम परिमाण मिलन ताको हम कोन कहबा रेयर रेयर मान को स्थान स्थान एवं कम जनाशुना बा अजना जाति जो मान कोन जना नथिबा हम तांको सेही सरे कम जनाशुना जाति बोली हमें कहबा तले फास्ट देखिबा हमें अरण्य सुरक्षा पाई जैव विविधतार संरक्षण बा कंजर्वेशन ऑफ बायोडायवर्सिटी ऊपर अधिक दृष्टि दिया जाउछि तले अरण्य सुरक्षा होछि कोन ना जैव विविधता संरक्षण ऊपर अधिक दृष्टि दिया जाउछि अरण्य क्षय रोकिबाकू जंगल सुरक्षा आईन प्रणयन करा जाइछि तले अरण्य क्षय रोकिबाकू जंगल सुरक्षा आईन प्रणयन करा जाइछि तले अरण्य क्षय केमति होछि ताकू रोकिया पई कोन जंगल प्रणयन माने गोटे बायोडायवर्सिटी गोटे जेमति कोन अछि ताकू सीए कंजर्व करछन बान देइछन्ती जा फल से दायित्व देइछन्ती जे कि अरण्य क्षय को रोकिबे जो भली भाबरे अरण्य क्षय होछि ताकू से माने रोकिबे हैला फास्ट कोन अछि देखो सेकंड पेज रा हैला सेकंड पेज रे कोन अछि प्रकृतिर संबलर संरक्षण द्वारा विश्व जलवायु परिवर्तन स्वाभाविक करा जिबा पई चेष्टा करा जाइछिला कोन ना प्राकृतिक संबलर संरक्षण द्वारा प्राकृतिक संबल संरक्षण कोन जल वायु जिंदे अरण्य ए सब प्राकृतिक जे प्रकृति सृष्टि सेथि पई कोन ना भारत 1992 मसे रे रियो डी जेनेरे कोन जानेरियो विश्व बैठक मन तो रियो डी जानेरियो विश्व यात समिति रहिस केते ना 1992 मसे मन पचारिबो 1900 केते मसिया रे रियो डी जेनेरियो विश्व बैठक होइथिला हैला 1992 मसिया रे सेते कोन देछि ना योगदान देथिले कि ना भारत जोग देथिला हेतले सी आगु से लेकिन जेटी भारत जोग देथिला 1992 मसिया रे तापर कोन अछि देखो ता देछि ना प्रकृति प्राकृतिक संबल और प्राकृतिक परिवेश संरक्षण निमित्त अधिक ज्ञान देउछि सेथि पई देश रे विभिन्न आईन प्रणयन हेउछि एमे कोन होछि ना देश रे विभिन्न आईन प्रणयन हेउछि एवं कोन होछि ओ लोकंकु सचेतन करी प्राकृतिक संबल संरक्षण करा जिबा पई बलिष्ठ पदक्षेप मान निया जाइछि तले विभिन्न प्रकार पदक्षेप मान मध्य निया जाइछि बुझि पाछ ना विभिन्न प्रकार पदक्षेप मान निया जाइछि अब देखो तुम पई काम रे घरे व्यवहार करूथिबा 5 गोटी संबलर तालिका प्रस्तुत करिबा ताले संबल निजे निजे करियो निजे तुम पई काम एटा आउ दे विद्यालय रे व्यवहार करथे विभिन्न प्रकार संबल 5 टी तालिका विभिन्न प्रकार संबलर 5 गोटी लेखा संबल संग्रह करी सेउडी नाम उल्लेख करे तुम परिवेश रे 5 गोटी मानवकृत संबलर तालिका प्रस्तुत कर हला ताले प्लान ए विषय तुमरो कंप्लीट होइछि मु लॉन्ग क्वेश्चन तुमरो डिस्कशन करिवि नेक्स्ट क्लास रे आ तुम नेक्स्ट क्लास हुए तो मु करि पारे सोमवार कि मंगलवार कारण से दिन
तुम गोटे सर्ट क्वेश्चन परीक्षा हम से परीक्षा सैला तुम गोटे लंग क्वेश्चन विषय गोटे एग्जाम कर से लंग क्वेश्चन की तुम जो जोटा नोट करदेवी से तुम इंपोर्टाट क्वेश्चन से तुमको पार्ट 4 रे पढ़ेबी आम नेक्स्ट पार्ट को